କନ୍ଧମାଳ ଜିଲ୍ଲାର ବାଟାଗୁଡ଼ା ପାଖ ତଗାକିଆ ଗ୍ରାମ ନିକଟରେ ଏକ ଅବିବେକୀ ଏବଂ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକି ବାଲିଗୁଡ଼ା ଓ ରାୟଗଡ଼ା ଯିବା ପାଇଁ 59 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ବରଗଛରେ କେହି ନିଆଁ ଲଗାଇ ଦେଇଥିଲା। ତେବେ ସେହି ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନା ଥିବାରୁ ଲୋକମାନେ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ତେଣୁ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବରଗଛଟିରୁ ନିଆଁ ଲିଭାଇଥିବାର ଦେଖିବାକୁ ମିଳିଥିଲା। କନ୍ଧମାଳ ଜିଲ୍ଲାରୁ ହେମନ୍ତ ଦିଗାଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।